Welcome to our class Deep Insights. So today we are discussing about मुक्त विश्वविद्यालय ର ଅର୍ଥ ଓ ଆଭିମୁଖ୍ୟ ବୁଝାଇ ଏହାର ପ୍ରମୁଖ ବୈଶିଷ୍ଟ୍ୟ କିମ୍ବା ସ୍ୱରୂପ ଏବଂ ଉଦ୍ଦେଶ୍ୟ ମୁଖ୍ୟ ଉଦ୍ଦେଶ୍ୟ ପାଠ୍ୟପୁସ୍ତକ ଆଧାରରେ ସବିଶେଷ ଆଲୋଚନା କର। ତ ପ୍ରାରମ୍ଭିକ ଧାରଣା ଓ ଅର୍ଥ କନସେପ୍ଟ ଆଣ୍ଡ ମିନିଂ। ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଥିବା ଚାପରୁ ମୁକ୍ତି ପାଇବା ନିମନ୍ତେ ଏବଂ ସାରା ବିଶ୍ୱରୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶିକ୍ଷା ନୀତି ଯୋଜନାକାରୀଙ୍କୁ ଗଣତାନ୍ତ୍ରିକ କରିବା ତଥା ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ଚୁକ୍ତିନାମା ସ୍ଥିର ହୋଇଥିଲା। ଏହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅନୁସନ୍ଧାନ। ଏହା ଦ୍ୱାରା ଯେଉଁ ବ୍ୟକ୍ତି ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥାନ୍ତି ସେମାନେ ତାକୁ ସହଜରେ ପାଇପାରିବେ। ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚି ପାରୁଛି। ଏହାର ନମନୀୟତା ଗୁଣ ପାଇଁ ସମସ୍ତଙ୍କ ପାଇଁ ଉପଯୋଗୀ ଫିଟେଡ୍ ଟୁ ଅଲ୍ ଏହି ମନ୍ତବ୍ୟ ଅର୍ଥପୂର୍ଣ୍ଣ ହୋଇପାରିଛି। ମୁକ୍ତ ବିଶ୍ୱବିଦ୍ୟାଳୟର ସଂଜ୍ଞା। ମୁକ୍ତ ବିଶ୍ୱବିଦ୍ୟାଳୟ ହେଉଛି ଏପରି ପ୍ରକାର ବିଶ୍ୱବିଦ୍ୟାଳୟ ଯାହା ଦୂର ଏବଂ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ନାମଲେଖା ନିମନ୍ତେ ମୁକ୍ତ ପ୍ରବେଶ ପ୍ରସ୍ତାବ ଦେଇଥାଏ। ଏହି ମୁକ୍ତ ବିଶ୍ୱବିଦ୍ୟାଳୟରେ କୌଣସି ସହ ବନ୍ଧନ ମହାବିଦ୍ୟାଳୟ ନ ଥାଏ। ତ ମହାବିଦ୍ୟାଳୟ ସହ କୌଣସି ସମ୍ବନ୍ଧ ନଥାଏ। ଏହା କେବଳ ଅଧ୍ୟୟନ କେନ୍ଦ୍ର ଅନୁଷ୍ଠାନକୁ ନେଇ ଗଠିତ ହୋଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରମ୍ପରିକ ବିଶ୍ୱବିଦ୍ୟାଳୟରେ ଯେଉଁମାନେ ନାମ ଲେଖାଇ ପାରୁନାହାନ୍ତି ଯେପରି ଗ୍ରାମାଞ୍ଚଳ ବସବାସ କରୁଥିବା ଲୋକମାନେ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା। ତ ମୁକ୍ତ ବିଶ୍ୱବିଦ୍ୟାଳୟର ବୈଶିଷ୍ଟ୍ୟ ବା ସ୍ୱରୂପ। ସ୍ୱାଧୀନ ସଂସ୍ଥା। ମୁକ୍ତ ବିଶ୍ୱବିଦ୍ୟାଳୟ ଏକ ସ୍ୱାଧୀନ ଏବଂ ସ୍ୱୟଂଶାସିତ ସଂସ୍ଥା। ଏହା ପାଠ୍ୟକ୍ରମ ପରିଚିତି ଡିଗ୍ରୀ ଡିପ୍ଲୋମା ପ୍ରଭୃତି କାର୍ଯ୍ୟ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଶିକ୍ଷାର୍ଥୀ କୈନ୍ଦ୍ରିକ। ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅସ୍ତିତ୍ୱ ଶିକ୍ଷାର୍ଥୀ ବୃନ୍ଦ ଏବଂ ଶିକ୍ଷାର୍ଥୀ କୈନ୍ଦ୍ରିକ ହେବା ଭାବେ ରହିଥାଏ। ଏହି ଅନୁଷ୍ଠାନ ଶିକ୍ଷାର୍ଥୀଙ୍କୁ ଶିକ୍ଷାଗତ ଯୋଗ୍ୟତା ନିମନ୍ତେ ପାଠପଢ଼ାରୁ ବଞ୍ଚିତ କରି ନଥାନ୍ତି। ଗୃହ ଆଧାରିତ ଶିକ୍ଷଣ। ଶିକ୍ଷା ଶ୍ରେଣୀଗୃହ ଆଧାରିତ ନ ହୋଇ ଗୃହ ଆଧାରିତ ହୋଇଥାଏ। ଶିକ୍ଷାର୍ଥୀମାନେ ନିଜ ନିଜର ଉଦ୍ୟମ ତଥା ସୁବିଧାରେ ଅଧ୍ୟୟନ କରିଥାନ୍ତି। ନମନୀୟ ପାଠ୍ୟକ୍ରମ। ପାଠ୍ୟକ୍ରମ ଚୟନରେ ଖୁବ୍ କମ୍ କଠୋରତା ଏହି ବିଶ୍ୱବିଦ୍ୟାଳୟରେ ରହିଥାଏ। ଶିକ୍ଷାର୍ଥୀମାନଙ୍କୁ ପାଠ୍ୟ ପ୍ରଦାନ ସମୟରେ ଆଧୁନିକ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ICT ସହିତ ବହୁମୁଖୀ ମାଧ୍ୟମ ମଲ୍ଟିମିଡିଆ ବ୍ୟବହାର କରାଯାଏ। ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସାମଗ୍ରୀ। ଶିକ୍ଷା ସାଧନ ସାମଗ୍ରୀଗୁଡ଼ିକ ବିଭିନ୍ନ ବିଷୟର ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଯାହା ଉତ୍ତମ ଗୁଣବତ୍ତା ସମ୍ପନ୍ନ ହୋଇଥାଏ। ବ୍ୟୟ ପ୍ରଭାବ କଷ୍ଟ ଇଫେକ୍ଟିଭନେସ୍। ଏଠାରେ ଶ୍ରେଣୀକକ୍ଷ ପୂର୍ଣ୍ଣ ସମୟ ଶିକ୍ଷକ ଛାତ୍ରାବାସ ଖେଳ ପଡ଼ିଆ ପ୍ରଭୃତିର ଆବଶ୍ୟକତା ନଥାଏ ତେଣୁ ଶିକ୍ଷାର୍ଥୀମାନେ କମ୍ ଖର୍ଚ୍ଚରେ ଉତ୍ତମ ଶିକ୍ଷା ପାଇପାରନ୍ତି। ମୂଲ୍ୟାୟନ ବ୍ୟବସ୍ଥା। ଏହି ବିଶ୍ୱବିଦ୍ୟାଳୟରେ ମୂଲ୍ୟାୟନ ଉଭୟ ନିରବଚ୍ଛିନ୍ନ ମୂଲ୍ୟ ନିର୍ଦ୍ଧାରଣ ଆସାଇନମେଣ୍ଟ ଏବଂ ଶେଷ ପରୀକ୍ଷା ବାହ୍ୟ ଏକ୍ସଟର୍ନାଲ ଭିତ୍ତିରେ ହୋଇଥାଏ। ଶିକ୍ଷାଦାନ ପଦ୍ଧତି। ଶିକ୍ଷାଦାନ ପଦ୍ଧତି ରାସ୍ତାରେ ବକ୍ତୃତା ପ୍ରସାରଣ ବ୍ରଡକାଷ୍ଟିଂ ଲେକ୍ଚର୍ସ ଦୂରଦର୍ଶନ ପାଠ ଟିଭି ଲେସନ୍ସ ପତ୍ର ବିନିମୟ ଅନୁଶିକ୍ଷଣ କରେସ୍ପଣ୍ଡେନ୍ସ ଟ୍ୟୁସନ ଆତ୍ମ ଅନୁଦେଶାତ୍ମକ ସାମଗ୍ରୀ ସେଲ୍ଫ ଇନଷ୍ଟ୍ରକ୍ସନାଲ ମ୍ୟାଟେରିଆଲ୍ସ ଏବଂ ପ୍ରତ୍ୟକ୍ଷ ଶିକ୍ଷାଦାନ ଡାଇରେକ୍ଟ ଟିଚିଂ ଇତ୍ୟାଦି ବ୍ୟବହୃତ ହୋଇଥାଏ। ମୁକ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷାର ଉଦ୍ଦେଶ୍ୟ। ଯେତେବେଳେ ଯୁବକ ଥିଲେ ତଥା ବୃତ୍ତିରେ ଯୋଗଦାନ କରିବା କାରଣରୁ ଉଚ୍ଚଶିକ୍ଷା ପାଇବାର ସୁଯୋଗ ହରାଇଛନ୍ତି ସେମାନଙ୍କୁ ସୁଯୋଗ ପ୍ରଦାନ କରେ। ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପ୍ରବେଶକୁ ସରଳୀକରଣ କରିବା ଯାହାଦ୍ୱାରା ସମସ୍ତଙ୍କୁ ଶିକ୍ଷାଗତ ସୁଯୋଗର ସମାନତା ମିଳିପାରିବ। ଉଚ୍ଚଶିକ୍ଷାକୁ ପ୍ରବେଶ କରିବାକୁ ପ୍ରୋତ୍ସାହିତ ଥିବା ବ୍ୟକ୍ତିମାନଙ୍କୁ ଶିକ୍ଷାଗତ ସୁଯୋଗ ପ୍ରଦାନ କରାଯିବ। ଯେଉଁମାନେ ବୃତ୍ତି ବା ଚାକିରିରେ ଥିବେ ସେମାନେ ଯଦି ସେମାନଙ୍କର ଜ୍ଞାନ ପରିସୀମାକୁ ବୃଦ୍ଧି କରିବାକୁ ଚାହିଁବେ ସେମାନଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁମାନେ ତାଙ୍କ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଯାଇଥିବେ ସେମାନଙ୍କୁ ସ୍ନାତକ ଏବଂ ସ୍ନାତକୋତ୍ତର PG ସ୍ତର ଶିକ୍ଷା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ। ତ ଇଏ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଥିଲା କାହା ଉପରେ ଯେ ଓପନ ୟୁନିଭର୍ସିଟି ତାର ମିନିଂ ତାର ନେଚର ଆଉ ଏମ୍ସ ଅବଜେକ୍ଟିଭ୍ସ ଏ ସବୁ ଡିସ୍କସନ ହେଇଗଲା। ଥ୍ୟାଙ୍କ ୟୁ।